মুত নৌকা তুম নাউরি টকা মুত নৌকা তুম নাউরি টকা ভাব যমুনারে ভাব যমুনারে ভক্তি ভৌরি রে কেউয়ারে। দর্শক বন্ধু আজ আমি যাকে মাছ মার্কেট মাছ কিনি আসছিলু কিন্তু মাছ বেপারী জনে সমীর ভাই বলে আমি জানি কেতে কেজি খালি কেতে কেজি কেতে কোন গায় সমীর ভাই না এরা কই না বাদল কথা কোন কইছি মনে কইছি বলে না 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 এতি কিনো আহরি কেতে কোন গায় যাসটি এপটে তাপস আমার অনেক কই দেই যাও তাপস ভাই ভাই দেবর আমরা কোথা দিয়ে মাছ কেজি কেতে কোন ଆମର ଭାକୁର ସମୟ କେତେ ଅଛି ଭାକୁର ମାଛ ରେଟ୍ ଅଛି ଆଜ୍ଞା କେତେ ଜାଲେ କାରଣ ଚିକେନ ଯୋଗୁଁ ମାଛ ଟିକେ ରେଟ୍ ଅଛି ବାର୍ଡ ଫ୍ଲୁ ଯୋଗୁଁ ଆଜ୍ଞା ରେଟ୍ ଟିକେ ଅଛି କେତେ ଜାଲେ ଭାକୁର ଅଛି 220 ରୋହି ଅଛି 220 ଆଉ ଗୋଟେ ଅଛି 200 କଙ୍କଡ଼ା ଅଛି 180 ଚିଙ୍ଗୁଡ଼ି ଅଛି 150 ରୁ ଷ୍ଟାର୍ଟିଂ କଲା 600 ଖଙ୍ଗା ପାମ୍ପଲେଟ୍ ଇଲିଶି ଆଉ ଲିପୁ ବାବୁକୁ ଖୁସିରେ ଦଶହରାକୁ ଖୁସିରେ ଦେବି ଲିପୁ ବାବୁକୁ କଙ୍କଡ଼ା ଖାଇବାକୁ ଦେବି ଆଉ ଏଟାକୁ ଦେବିନି ତାର ବାସ୍ତବ ନାହିଁ ଖଟା ଖାଇବା ଲୋକ ଆଉ ହଉ ଆଜ୍ଞା ଜୟ ଜଗନ୍ନାଥ ଗୀତ ମାର ଦିଅ ନା ତାପରେ ଯିବ ମାଛ ପାଇଁ ଯାଅ ଲେଟ୍ ଯେ ମାଛ ଆଣି ଛାଡ଼ ପଦେ ପଦେ ମାର ମାନେ କାଟି ଦିଅ ଟିକେ ହଉ ଆଜ୍ଞା ଏ ବର୍ଷ ନୂଆ ସେଟିଂ କରିଛି ଦଶହରା ଉପଲକ୍ଷେ ନୂଆ ସେଟିଂ ସାର୍ କରିଛି ଯଦି ଆପଣଙ୍କୁ ଭଲ ଲାଗେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ ମୋ ଭାଇ ଚ୍ୟାନେଲକୁ ଟିକେ ଲାଇକ୍ ଟିକେ ସବସ୍କ୍ରାଇବ୍ କରିବେ ଆଉ ଲିପୁ ବାବୁକୁ ଆପଣ ଟିକେ ବହୁ ମାତ୍ରାରେ ଇଏ କରିବେ କ'ଣ ପାଇଁ ଲିପୁ ବାବୁ ଆମ ଦଣ୍ଡ ଜଗତର ମାନେ ମାନେ ବହୁତ ନା ନା ବଡ଼ ନା ଛୋଟିଆ କେମିତି 40 କେ ସବସ୍କ୍ରାଇବର ଭଲ ନା ଛୋଟିଆ ଲିପୁ ବାବୁ ମୋ ପାଇଁ ବହୁତ ଦିଲ୍ ସେ ଲିପୁ ବାବୁ ମୋ ପାଇଁ ବହୁତ ଭାଇ ଗୀତ ପଦ ଟିକେ ଗାଇ ଦେଉଛି ସର୍ଟ ପଦ ଟିକେ ଗାଇ ଦେଉଛି ଆଜ୍ଞା ମାଛ ଆଉ ନୂଆ କ'ଣ ହେଇଛି ନା ଯମୁନା ନଈରେ ଏ ଆସରେ ଅନ୍ଧାର ଯମୁନା ନଈରେ ଆସରେ ଅନ୍ଧାର ସାହା ହେବେ ଗୁରୁବର ସାହା ହେବେ ଗୁରୁବର ଯମୁନା ନଈରେ ଆସରେ ଅନ୍ଧାର ସାହା ହେବେ ନିରାକାର ସାହା ହେବେ ନିରାକାର ତୁମେ ମୋର ମାତା ତୁମେ ମୋର ପିତା ତୁମେ ମୋ ମୁକ୍ତି ଆଧାର ତୁମେ ମୋର ଗୁରୁବର ତୁମେ ମୋର ଗୁରୁବର କୋଟି ଜନ୍ମ ପାପ ରାଶି କାଟିବାକୁ ଦେଇଛ ଭଙ୍ଗା କଟରୀ ଦେଲ ହେ ଦଦରା ତରି କୋଟି ଜନ୍ମ ପାପ ରାଶି କାଟିବାକୁ ଦେଇଛ ଭଙ୍ଗା କଟରୀ ଦେଇଛ ଭଙ୍ଗା କଟରୀ ଭିକ୍ଷାରୂପୀ ନାବ ଦେଲ ହେ ଠାକୁରେ ସଂସାରୁ ଯିବି କି ତରି ସଂସାରୁ ହେବି କି ପାରି हे ब्रह्मांड कर्ता तुम्हें मुक्ति दाता हे ब्रह्मांड कर्ता तुम्हें मुक्ति दाता विनय करे जुहार प्रभु विनय करे जुहार जमुना नई रे ए बाबू आसे रे अंधार भल लगला गीत पद गाई दे गीत सुनले भाई लास्ट में दौड़ पकड़ लागन पप्पू बाबू कर आई जमान पप्पू बाबू कर गीत पद भी सुनी देबा तापर 700 अछि हमरो पुणी राजू भाई लाइट टिके लगे दे पुणी बलराम प्रसाद लाइट ऑपरेटर राजू बाबू
ମନେ ପଡିଛି ମତେ ସଂଗ୍ରାଇ ସବୁବେଳେ ଆଜିକି 5 ବର୍ଷ ହେଲା ନା କେବେ ବର୍ତ୍ତମାନ ଆଜ୍ଞା ପ୍ରେସିଡେଣ୍ଟ ମାଇଣ୍ଡ ନେଇକି ନା ଜିଅନ୍ତା ଠାକୁର କିଏ ଜୀବନ୍ତ ଠାକୁର କଲେ ବାପା ମା ଭାବୁଛି ଭାବିଲେ ହବ ବାପା ମା ସାଇକେଲ ଠିକ ବାପା ମା ୟା ତମ ଆଉ ଥରେ 100 ଥର ଚିନ୍ତା କର ବାପା ମା ଆଉ ଥରେ 100 ଥର ଚିନ୍ତା କର କହିବ ହେଲା ମାମୁଁ ଗୋଟେ ଛୋଟ ପ୍ରଶ୍ନ ମାମୁଁ ଲାଗିବେ ଜିଅନ୍ତା ଠାକୁର ମାନେ ମୋ ପୂଜସ୍ପଦ ଲାଗିବେ ମାମୁଁ ଲାଗିବେ ଆମେ ସବୁବେଳେ ଯାଇକି ତାଙ୍କ ପ୍ରଶ୍ନ ପଥରକୁ ଥିଲା ପୂଜା କରୁଛି କୋଉ ଗଛକୁ ପୂଜା କରୁଛି ଇଏକୁ ପୂଜା କରୁଛି ପଥରକୁ ପୂଜା କରୁଛି କିନ୍ତୁ ଜିଅନ୍ତା ଠାକୁର କିଏ ତାଙ୍କ ପ୍ରଶ୍ନ ଥିଲା ମାମୁଙ୍କର ପ୍ରଶ୍ନ ଥିଲା ଜୀବନ୍ତ ଠାକୁର କିଏ ଆମର କବି ହେଲେ ପଦଡ଼ି ଗାଉଜି ଅଭିରାମ ପରମହଂସ ପଦଡ଼ି ଗାଉଜି ଇଏ ଆମର ଗିରିଶ ବାବୁ କହନ୍ତି 1,00,000 ଟଙ୍କା ପଦ ତାଠୁ ଟିକେ ପଦଡ଼ି ଅଧିକା ପିତା ମାତା ନ ସେବିଲୁ ପିତା ମାତା ନ ସେବିଲୁ ପଥର ପଥର ସେବିଲେ କିବା ଦେବ କି ଉତ୍ତର ଆଜ୍ଞା ଏ କଳିଯୁଗର ଜୀବନ୍ତ ବା ଜିଅନ୍ତା ଠାକୁର ହେଲେ ବାପା ଆଉ ମା ଜୟ ଜଗନ୍ନାଥ ଧନ୍ୟବାଦ ଯୋଉ ନାଡ଼ି ପଛରେ କହିଲେ ମୋ ଭଣଜା କିନ୍ତୁ ପ୍ରକୃତି ସତରେ କହିଲେ ସିଏ ସବୁବେଳେ ଜିଅନ୍ତା ବର୍ତ୍ତମାନ ହୃତ୍ପିଣ୍ଡଟା ତାଙ୍କର ସଦା ଦୁଃଖ ଏଇଟା କହିବାର କଥା ଯେ ଯେହେତୁ ଏ କଳି ଯୁଗରେ ବାପା ମାଆଙ୍କୁ ସମସ୍ତେ ଅନାଦର କରୁଛନ୍ତି କିଛି ମାଧ୍ୟମରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁ ବାପା ମା ଛୋଟରୁ ବଡ଼ କରିଛନ୍ତି ସେ ବାପା ମାଆଙ୍କୁ କେବେ ଅବହେଳା କରନ୍ତୁ ନାହିଁ କାରଣ ସେ ତୁମ ଉପରେ ବହୁତ ଆଶା ଓ ବିଶ୍ୱାସ କରିଥାନ୍ତି ତୁମେ ଯଦି ତାଙ୍କର ପରିଣତ ବୟସରେ ଯଦି ଆପଣମାନେ ତାଙ୍କୁ ବୃଦ୍ଧାଶ୍ରମକୁ ପଠାଇଦେବେ ବା ତାଙ୍କୁ କିଏ ଅନାଦର କରିବେ ବେଖାତିର କରିବେ ତାହେଲେ ସେ ବହୁତ ଭାଙ୍ଗି ପଡ଼ନ୍ତି ତେଣୁକରି ଆପଣମାନଙ୍କୁ ଅନୁରୋଧ ଯେତେ ବି ଦର୍ଶକ ବନ୍ଧୁମାନେ ଆପଣମାନେ ଦେଖୁଛନ୍ତି ସମସ୍ତେ ବାପା ମାଆଙ୍କୁ ଭଲ ପାଆନ୍ତୁ ବାପା ମାଆଙ୍କୁ ସ୍ନେହ କରନ୍ତୁ ଏବଂ ଭଲ ପାଇବା ଦିଅନ୍ତୁ ପପୁଆବୁ ଯେଉଁ କଥା କହିଲେ ସେ କଥା ପପୁଆବୁ ଯେଉଁ କଥା କହିଲେ ସେ କଥା ମୋର ବି ଆଜ୍ଞା ରିକ୍ୱେଷ୍ଟ ମୁଁ ବଳରାମ ପ୍ରସାଦର କଳାକାର ଆଉ ମୁଁ ବି ଆପଣଙ୍କୁ ମାନଙ୍କୁ କହୁଛି ଏ କଳି ଯୁଗରେ ତ ବାପା ମାଆଙ୍କୁ କେହି ପଚାରୁନାହାନ୍ତି ମୁଁ ବି ପଚାରୁନି ମୋର ଅଲଗା ଷ୍ଟୋରି ଅଛି କିନ୍ତୁ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ ରହିଲା ଆପଣ ପିତାମାତାଙ୍କର ସେବା କର ଏ ଯେଉଁ ମନ୍ଦିରରେ ଯେଉଁ ଅଛନ୍ତି ସିଏ ସିଏ ହେଉଛନ୍ତି ଦେବତା ନୁହନ୍ତି ସେ ହେଉଛି ଦିଅଁ ତେଣୁ ତାଙ୍କର ସେବା କରନ୍ତୁ ଏ ଧରାପୃଷ୍ଠରେ ତୁମର କୀର୍ତ୍ତି ଯୁଗ ଯୁଗେ ରହିବ ତଥାପି ସେ ଦୁଇ ଜଣ ଯାହା କଲେ ସେ ଠିକ୍ କହିଲେ କିନ୍ତୁ ମୁଁ ଯେତିକି ଜାଣିଛି ପ୍ରକୃତ ଜିଅନ୍ତା ଠାକୁର ହେଉଛନ୍ତି ଜଗନ୍ନାଥ ଚଳନ୍ତୁ ଆମର ଓଡ଼ିଆର ମୌରଭୂମି ଯଦି ଆପଣମାନଙ୍କୁ କାହାକୁ କିଛି ଖରାପ ଲାଗୁଛି କମେଣ୍ଟରେ ଆପଣ ଜଣେଇବେ ନିହାତି ଭାବରେ ଜଣେଇବେ ତାହେଲେ ଆଉ ଗୋଟେ କଥା ରହିଗଲା ସମର ଭାଇ ମତେ 5 ବର୍ଷ ପଚାରେ ଆଜିକି 5 ବର୍ଷ ହେଲାଣି ଯେ ଭାଇ କୋଉ ବର୍ଷ ବାହାଘର ହବ ଏଇ ବର୍ଷ କରି 5 ବର୍ଷ ହେଇଗଲା ନା ଫାଇନାଲି ଆମ ଦର୍ଶକ ବନ୍ଧୁମାନଙ୍କୁ କୁହ କେବେ କୋଉ ବର୍ଷ ବାହାଘର ହବ ଏଇ ବର୍ଷ ହେଇପାରିବ ତ ହବ ତ 2024 ଚାଲିଛି ଆଜ୍ଞା ପପୁଆବୁ ମୋ ଭାଇ ସଦୃଶ ସେ ଗୋପୀନାଥପୁର ନାଚ କରନ୍ତି ପପାଇ ଗୋଟେ ଛୋଟ କୋଚିଂ କହିଲେ ମୋର ବାହାଘର ଦେହ ଟିକେ ପ୍ରୋବ୍ଲେମ୍ ଥିଲା এই বর্ষ দেখা দেখি চালিছি জানুয়ারি রু ডিসেম্বর ভিতরে এই বর্ষ মোর বাহাঘর হব আপনার সমস্তে এই বর্ষ 24 চালিছি মানে 24 বাহানাড়ি ফিটিনি এই 24 বাহানাড়ি ফিটিনি এই ধর এই ডিসেম্বর এই 24 25 ভিতরে মানে রিসেন্ট এই 3-4 মাস ভিতরে মোর বাহাঘর হব আর সমস্তে গুরুজন আউ দণ্ডর সমস্ত কলাকারকে মু বি নিমন্ত্রণ নিজে করে যাবি আর সমস্তে আসবে মাছ ভাত সাংরে আর অন্যান্য আইটম খাই মটন মিলিব জয় জগন্নাথ ଆମର ପପୁ ବାବୁଙ୍କ କଣ୍ଟ୍ରୋଲ ପଦ ନିହାତି ଗୀତ ଶୁଣିବୁ କାରଣ ଆଇଛୁ ଏତେ ବାଟ ମାନେ ପଇସାଟା ଉଠେଇକି ଯିବି ନା ଆଉ ପାନଟା ଖାଇଦେଇଛି ପାନଟା ଖାଇଲେ କିଛି ଶୁଣା ନାହିଁ କିଛି ନାହିଁ ମନେ ପଡୁଛି ଯେତେବେଳେ ନୂଆ ନୂଆ ନାମ ସଂକୀର୍ତ୍ତନ ମୁଁ ଯୋଗ ଦିଏ ଗୀତଟି ମତେ ଭାରି ଭଲ ଲାଗେ ମୁଁ ତ ନୌକା ତୁମ ନାଉରି ଟକା ମୁଁ ତ ନୌକା ତୁମ ନାଉରି ଟକା ଭାବ ଯମୁନାରେ ভাব যমুনারে ভক্তি ভৌরিরে কেউয়ারে নৌ মতে জানু তু একা মুত নৌকা তুম নাউরি টকা অন্তরা আইলানি কিন্তু অন্তরা পুଣି ଗାଉରି
କଥାରେ କହନ୍ତିନି କି କଥାରେ କହନ୍ତି ଅଦିନିଆ ଲୋକ କଥାରେ କହନ୍ତିନି ଏଇଟା କୁହନି ମୁଁ ତ କୁହେନି କହିଲେ ଟିକେ ପଛାଳିଆ ପଦ କୁହେ କଥାରେ ବାବୁ ତମେ ଦି ଜଣ ଯାକ ଠିକ ଗାୟକ ଅଛ ତମେ ତ ନାଉରୀ ପିଲା ତମେ ନାଉରୀ ପିଲା କି ନାହିଁ ଟାଇମ୍ ନଟ୍ ୱେଷ୍ଟ ସବୁ ତ ଦେଖୁଛ ତମର କୋଉଟାକୁ ତମେ ଦେଖୁନ କହିବି ଆଉ ଏଇଟା ପରେ ଏଇଟା ୟୁଟ୍ୟୁବ ଲାଗିଛି ପରେ ତୁମକୁ କହିଦେବି ଏଇଟା ଉତ୍ତରଟା ହେଲା ମୋ ଦାଦା ଅଧା ବାଟରେ ଗୀତ ନାହିଁ ନାଇଁ ବିଦାୟ ନେଉଛି ଅପେରା ଗୀତ ଆଉ ଗୋଟେ କଥା ରାଧା ବଡ଼ ନା କୃଷ୍ଣ ବଡ଼ କହିଲ ସୁତରେ ସେ କ'ଣ ମାନ୍ୟର କ'ଣ ହେବେ ରାଧାକୃଷ୍ଣ ଭାଇ ଭଉଣୀ ରାଧାକୃଷ୍ଣ ଦୁହେଁ ମା ପୁଅ ସ୍ୱାମୀ ସ୍ତ୍ରୀ ରାଧାକୃଷ୍ଣ ମା ପୁଅ ରାଧା ଠାରୁ ରାଧା ହେଇଲା ଜାତ ସେଇ ରାଧା କଲା ଇଏ କରୁଛି ସେ ଆଇଲାନି ବାବୁ ମୋତେ ଯାଉଛି ପରେ କଥା ହେବା ଫଟୋ ଉଠେଇଲ ଫଟୋ